जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आम आस्ट्रो लेसन नवा आज आम गोटे छोट सेसन नवा अधिका जानवर ना आम जाना जे ज्योतिष शास्त्र कौन ज्योतिष शास्त्र रिमेडीटा कौन एति ही आम जाना बहुत ही इंपोर्टाट सेसन मन रखी था ज्योतिष शास्त्र को कह जाए जे भगवानंकर ज्योति ज्योति ईश्वर ईश्वर ज्योति माने ईश्वर को हिसाब से तुम लाइफ टाक बनई तम ग्रह नक्षत्र को भाव में किभली नक्षत्र कोडी बही तुमको जीवन में किभली भाव में चलबार अच्छी এইটা এই শাস্ত্র পড়িলে জনা পড়ে এটা হলো পুরো গোটে ছোট মানে ଯିଏ ମୂର୍ଖ ବି ସେଟା ବି ସେ ବୁଝିପାରିବ ଏଇଟା ମୁଁ ଏଇଭଳିଆ ବୁଝଉଛି ଭାଇ ଜ୍ୟୋତିଷ ଶାସ୍ତ୍ର ରିମେଡି କେମିତି କରାଯାଏ କୋଉ କୋଉ ପାର୍ଟ କୁ ନେଇକି ଆମେ ରିମେଡି କରୁ ପ୍ରଥମ ପାର୍ଟର ରିମେଡି ହେଲା ଜଳ ପ୍ରଭାବ ଆମେ ଜଳରେ କିଛି ବୁହାଇ ଦବା ଦାନ ପୁଣ୍ୟ ଦାନ କରିଦବା ପୂଜା ପାଠ କରିବା ଏବଂ ରତ୍ନ ଧାରଣ କରିବା ଯଦି କୌଣସି ଲୋକର କିଛି ଖରାପ ଚାଲିଛି ଲୋକ କହନ୍ତି ଏ ବହୁଥିବା ପାଣିରେ କିଛି ଏଇ ଜିନିଷଟା ଭସେଇ ଦେ ସେ ଗ୍ରହର କାରକ ତତ୍ତ୍ୱ ଭସେଇ ଦେ ଯଦି କୌଣସି ଲୋକର ପ୍ରୋବ୍ଲେମ ହଉଛି ତାକୁ କହୁଛି ଟିକେ କମ୍ବଳ ବାଣ୍ଟି ଦେ କ୍ଷୀର ବାଣ୍ଟି ଦେ କି ଇଏ କରିଦେ ଯଦି କୌଣସି ଲୋକର କୌଣସି ପ୍ରୋବ୍ଲେମ ହଉଛି ତାକୁ କୁହାଯାଏ ପୂଜା ପାଠ କର ତୋର ଏଇ ଗ୍ରହଟା ଶାନ୍ତି ହବ ନହେଲେ ଯଦି କୌଣସି ଲୋକର ଅସୁବିଧା ହଉଛି ତାକୁ ଆମେ ଆଷ୍ଟ୍ରୋଲୋଜି ଯୋଉ ଆଷ୍ଟ୍ରୋଲୋଜର ମାନେ କହୁଛନ୍ତି ରତ୍ନ ଧାରଣ କରିବା ଭାଇ ଏ ଚାରିଟା ଅଛି ପଦ୍ଧତି ଏଇ ଚାରିଟା ବାହାରୁ କିଛି ରିମେଡି ଦିଆଯାଏନି ଏଇ ଚାରିଟା ହିଁ ମେନ୍ ହେଲା ରିମେଡି ଏଇ ଚାରି ପ୍ରକାର ରିମେଡି ଦିଆଯାଏ କିନ୍ତୁ ଆପଣ ମାନେ ଭାବନ୍ତୁ ଜଳରେ ବୁହାଇ ଦେଲି ଦାନ ପୁଣ୍ୟ କରିଦେଲି ପୂଜା ପାଠ କରିଦେଲି ରତ୍ନ ଧାରଣ କରିଦେଲି ତାହେଲେ କଣ ମୋର ଗ୍ରହ ଚେଞ୍ଜ ହେଇଯିବ ଆରେ ଯିଏ ଯାହା ଦାହିଛି ସିଏ ତା ଭୋଗିବ ଯାହା ତମର ଅନନ୍ତ ଜନ୍ମର ପୂର୍ବ କର୍ମ ଫଳ ଅଛି ତମକୁ ଭୋଗିବାକୁ ବାଧ୍ୟ ସେଟା ତମେ ଯଦି ଜ୍ୟୋତିଷ ଶାସ୍ତ୍ର ଜାଣିଥିବ ଆଜି ମୁଁ ଜ୍ୟୋତିଷ ପଢି ଦଉଛି ବୋଲି ଯେ ମୋ ପୂର୍ବ ପୁଣ୍ୟର ସବୁତିକ ପାପ କର୍ମ ମୁଁ ଧୋଇଦେଲି ନା 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 ବାପା ସେମିତି ନାହିଁ ମୁଁ ଜ୍ୟୋତିଷ ପଢୁଛି ମାନେ ମୋର ଯଦି କଷ୍ଟ ଆସିବ ତାହେଲେ ମୁଁ ଭାବିବି କି ମୋ ପୂର୍ବ ଜନ୍ମରେ ଏଇ କର୍ମଟାକୁ ଖରାପ କରିଛି ବୋଲି ହିଁ ମୁଁ ଆଜି ଏଇଟାକୁ ଭୋଗିବାକୁ ପଡୁଛି ମତେ ଏ ଦିନ ଦେଖିବାକୁ ପଡୁଛି ତେଣୁ ଆଇଦର ମୁଁ ରତ୍ନ ଧାରଣ କରିବି ଜଳ ପ୍ରବାହ କରିବି ପୂଜା ପାଠ କରିବି ଆଉ ଦାନ ପୁଣ୍ୟ କରିବି କିନ୍ତୁ ଯେତେ ଯାହା ବି କରେ କିନ୍ତୁ ସବୁଠୁ ଇମ୍ପୋର୍ଟାଣ୍ଟ ଟା କଣ କି ଭାଇ ସବୁଠୁ ଇମ୍ପୋର୍ଟାଣ୍ଟ ହଉଛି ଆଚାର ପରମୋ ଧର୍ମ ଆଚାର ବିନା କୌଣସି ଧର୍ମ ସିଦ୍ଧ ହୁଏନି ଧର୍ମ ହଉଛି ମାନେ ଧ୍ରୁ ଧାତୁ ଯାହା ଧରି ରଖେ ସେଇଟା କେବଳ କୋଉ ମାଧ୍ୟମରେ ସମ୍ଭବ ନା ପୂଜା ପାଠ ଆଉ ଦାନ ଧର୍ମ ମାଧ୍ୟମରେ ସମ୍ଭବ ମୁଁ ଏଇଟା ମନା କରୁନି କି ଜଳ ପ୍ରବାହ ରତ୍ନ ଧାରଣ କଲେ ଗ୍ରହ ଶାନ୍ତି ହୁଏନି ମୁଁ ସେଇଟା ବି ମନା କରିବି କିନ୍ତୁ ସବୁଠୁ ଶ୍ରେଷ୍ଠଟା କଣ ନିତ୍ୟ ପୂଜା ନିତ୍ୟ ପାଠ ଗୋଟେ ଇଷ୍ଟକୁ ଗୋଟେ ଗୁରୁକୁ ନିତ୍ୟ ଭାବରେ ପୂଜା ଆଉ ସେବା କରିକି ଦାନ ପୁଣ୍ୟ କରି ଚାଲିବା ଆମର ସନାତନ ସଂସ୍କୃତିରେ ପଞ୍ଚ ମହାଯଜ୍ଞର ଅନୁଷ୍ଠାନ ଲେଖା ହେଇଛି ପ୍ରତ୍ୟେକ ଧର୍ମଶାସ୍ତ୍ରରେ ଯୋଉ ଆଇଡିଓଲୋଜି ଦିଆଯାଇଛି ନୃ ଯଜ୍ଞ ଭୂତ ଯଜ୍ଞ ଋଷି ଯଜ୍ଞ ପିତୃ ଯଜ୍ଞ ଦେବ ଯଜ୍ଞ ଏ ପାଞ୍ଚଟାର କନସେପ୍ଟ ଅଛି ହିଁ ଅଛି ଆମେ ସେଗୁଡାକ ପାଳନ କରୁନାହିଁ ଦ୍ୱିଜ ତ୍ରିଜାତି ସବୁବେଳେ ବାଇ ଡିଫଲ୍ଟ ସେମାନେ ଶାକ୍ତ ସେମାନେ ନିଜ ପ୍ରତ୍ୟେକଙ୍କର ଯଜ୍ଞୋପବୀତ ଧାରଣ ପଦ୍ଧତି ଥିଲା ଏବଂ ସମସ୍ତେ ଗାୟତ୍ରୀଙ୍କର ଉପାସକ ଥିଲେ ଏବେ କେହି ବି ଗାୟତ୍ରୀ ମନ୍ତ୍ର ଜପୁନାହାନ୍ତି ସୂର୍ଯ୍ୟଙ୍କୁ ଟିକେ ଅର୍ଘ୍ୟ ଦଉନାହାନ୍ତି ଆଉ ଆଇଁଷ ଉପରେ ଆଇଁଷ ଖାଇ ଚାଲିଛନ୍ତି ଆଚ୍ଛା ତମ ଗ୍ରହ ରାହୁ କେତୁ ଯେତେବେଳେ ଅପରେଟ କରିବେ ତମେ ସେତେବେଳେ ଆଇଁଷ ଖାଉଥିବ ସେ ରାହୁ କେତୁଙ୍କୁ ତମେ ବଳ ଦେଲ କି ନାହିଁ ବେଦାନ୍ତ କହେ ଯେପରି ଅନ୍ନ ସେପରି ମନ ଯୋଉ ଭଳି ଭାବରେ ଅନ୍ନ ଖାଇବେ ସେଇଭଳି ଭାବରେ ତୁମର ମନ ହବ କାରଣ ଅନ୍ନମୟ କୋଷ ପ୍ରାଣମୟ କୋଷ ମନୋମୟ କୋଷ ଅଛି ଅନ୍ନ ଖାଇଲେ ତ ତମେ ବଞ୍ଚିବ ତେଣୁ ସେଇଥିପାଇଁ କହେ ଆଚାର ପରମ ଧର୍ମ ତେଣୁ ଜ୍ୟୋତିଷ ଶାସ୍ତ୍ର ଏବଂ ତାର ରିମେଡି ବିଷୟରେ ଏଇଟା ଥିଲା ଗୋଟେ ଛୋଟ ଭିଡିଓ ଛୋଟ ସମ୍ୟକ ଜ୍ଞାନ ମୁଁ ଏଥିପାଇଁ ଆପଣ ମାନଙ୍କୁ କହିଲି କି ପୂର୍ବରୁ ତ ଆମେ ବହୁତ ଖରାପ କାମ କରିଛେ ନହେଲେ ଇଏ ଲୋକରେ ଜନ୍ମ ହେଇନଥାନ୍ତୁ ତେବେ ଏଇ ଯୋଉ ଜନ୍ମଟା ପାଇଛେ ଏ ଜନ୍ମର ଆମେ ମ୍ୟାକ୍ସିମମ୍ ୟୁଟିଲାଇଜେସନ କେତେବେଳେ କରିପାରିବା ନା ଜ୍ୟୋତିଷ ଶାସ୍ତ୍ର ପଢିଲେ ଏବଂ ସମୟ ଆମର କୋଉ ହିସାବରେ କହୁଛି କଣ କିଭଳି ଭାବରେ ଚାଲିବାକୁ କିଭଳି ଭାବରେ ଇଷ୍ଟଙ୍କୁ ଧରିକି ଚାଲିବାକୁ କିଭଳି ଭାବରେ ପୂଜା ପାଠ କରିବାକୁ କିଭଳି ଭାବରେ ଦେବତା ମାନଙ୍କୁ ଉପାସନା କରିବାକୁ କିଭଳି ଭାବରେ ଯୋଉ ଗାଈ ଗୋରୁ ଯୋଉ ପଶୁ ପକ୍ଷୀ ମାନେ ଅଛନ୍ତି ବୃକ୍ଷଲତା ମାନେ ଅଛନ୍ତି ତାଙ୍କର ସେବା କରିବାକୁ କିଭଳି ଭାବରେ ଗୋଟେ ସନ୍ନ୍ୟାସୀ ଗୋଟେ ସନ୍ତକୁ ସେବା କରିବାକୁ ଏଇଭଳି ଯୋଉଟା କରିଚାରି ଚାଲିବା ଅନନ୍ତ ଅନନ୍ତ ଜନ୍ମର ପାପ କର୍ମ ଆମେ ଏଇ ଗୋଟିଏ ଜନ୍ମରେ ହଜେଇ ଦେଇପାରିବା ଜ୍ୟୋତିଷ ଶାସ୍ତ୍ର ଆଧ୍ୟାତ୍ମିକତା ଏବଂ
ଭୌତିକତାର ବ୍ରିଜ, କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଶିଖାଏ ଯେ ମୁକ୍ତ ରହି କିଭଳି ଭାବରେ କର୍ମ କରିବାକୁ ହୁଏ। କୌଣସି କର୍ମକୁ ବନ୍ଧନ ଭାବରେ ନ କରି ମୁକ୍ତ ରହି କିଭଳି ଭାବରେ କର୍ମ କରିବାକୁ ହୁଏ। ଏବେ ଆଜିର ସେସନ ପାଇଁ ଏତିକି। ପୁଣି କିଛି ନୂଆ ଜ୍ୟୋତିଷର ସେସନ ସହିତ ଆମେ ନେକ୍ସଟ କ୍ଲାସରେ କରିବା। ସେ ପର୍ଯ୍ୟନ୍ତ ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।